से मारी क्यों नहीं? What? What else you got? माने मो आश्चर्य कथा और मैं तो वापस आकर थी हाँ काम थिला बाहर को जाइथिली What? आप बात तो नहीं आदु राउल का नहीं ମୁଁ ପୁରା ପଚାରୁଛେ କୋଉଠି ଆସିଥିଲ ମୋ କଥା ତୁମକୁ ଶୁଭା ଯାଉଛି କି ନାହିଁ ତମେ ଗୋଟେ ଭୁଲି ଯାଉଛ ଏଇଟା ଆମ ଘର ଦେଖି ତମେ ଯଦି ଆସିବାର ଥିଲା ଆମ ଘରେ ତମେ ଜଣେ ବି ଆସିପାରିଥାନ୍ତ କାରଣ ଆମ ଘର ଲୋକ ସେମାନେ ଭାବିଲେ ତମେ ଭାବିଲେ ମତେ କହିଲ କହି ତ ଥରେ କାମ ଥିଲା ସେଥିପାଇଁ ଆସିଥିଲି ହଁ ଶୁଣ ଉଦ୍ଧାର କରାଏ ବାହାଦୁରକୁ ଗୋଟାଏ ଦିନ ପାଇଁ ମୁଁ ଟଙ୍କା ଦେଇ ତମ ଦେହ ଦାନ କରିବାକୁ ଦେଇଥିଲି ତା ମାନେ ନୁହେଁ ଯେ ମୋ ସୁନ୍ଦରୀ ସ୍ତ୍ରୀଟାକୁ ତାକୁ ସବୁଦିନ ଦେଇଥାନ୍ତି ନା ଉଦ୍ଧାର କରାଏ ବାହାଦୁର ପାଖକୁ ମୁଁ ଦେହ ଦାନ କରିବାକୁ ଯାଇନଥିଲି ତାକୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ମୁଁ ପୋଲିସ ଷ୍ଟେସନ ଯାଇଥିଲି ତୋର ବହୁତ ସାହସ ମତେ ତା ଲାଗୁଛି ତୋ ଯେ ଜାଗାଗାର ସାରା ପାଣି ତୋ ପିଠିରେ ବାଜିଛି ତା ନହେଲେ ଏ ବିଲ ସର ସର ପାଣି ବାଜି ଗ୍ୟାସ୍କାର କୁଣ୍ଡେଇ ହେଲାଣି ଏ ସଲସଲ ଲାଗେ ଗଲଗଲ ଲାଗେ କୁଣ୍ଡେଇ ହେଲାଣି ଏ ସଲସଲ ଲାଗେ ଗଲଗଲ ଲାଗେ କୁଣ୍ଡେଇ ହେଲାଣି କେତେ ସାହସ ତୁ ମତେ ନ ପଚାରି ତୁ ମୋ ଘରୁ ବାହାରି ପୋଲିସ ଷ୍ଟେସନ ଯାଇଥିଲୁ আর বাহাদুর 5 দিন ହେଇନି ତୁ ଉଦ୍ଧାର କରାଏ ବାହାଦୁରକୁ ফাঁসি গুঁটে ঝুলেବାକୁ ତୁ ପୋଲିସ ଷ୍ଟେସନ ଯାଇଥିଲୁ ନା ସାଥ ତୋର ଜାଣିଛୁ ଆଉ ତୁ ଜାଣିଛୁ ସେ କିଏ ସେଇଟା ଗୋଟେ ସଇତା ଭଗବାନ ସିଏ ଝିଅ ବୋଉଙ୍କ ଇଜ୍ଜତ ଲୁଟୁଥିବା ସିଏ ଗୋଟେ ପାପୀ ତାପରେ ଧର୍ମାତ୍ମା ଏ ସଂସାରରେ କେହି ନାହାନ୍ତି मारिया पता से मारते मार दिया ଆଉ ଅଟକି ତମ କାହିଁକି ଆରେ ଆସ ମାରି ଦିଅ ମତେ ମୁଁ ଭୁଲ କରିଛି ମୁଁ ଦଣ୍ଡ ପାଇବା ଦରକାର ଆରେ ମାରି ଦିଅ ମତେ ତୁମ ପରି ବିଶ୍ୱାସଘାତକ ମଣିଷକୁ ବିଶ୍ୱାସ କରି ମୋ ବିଶ୍ୱସ୍ତ ଲୋକମାନଙ୍କ ମନରେ ମୁଁ ବିଷ ଭରି ଦେଇଛି ତମ ଉପରେ ଭରସା କରି ମୋ 25 ବର୍ଷର ସମ୍ପର୍କକୁ ମୁଁ ପାଦରେ ଆଡ଼େଇ ଦେଇଛି ଆରେ ମାର ଆଉ ଅଟକି ତମ କାହିଁକି ଶାସ୍ତି ଦିଅ ମତେ ମାର ମତେ ମାର मिलगला मन इतिहास को पाइगल अब इतिहास मिलगला प्रतिशोध को बाध्य मोर टंका दरकार ओनली टंका ये सबुआड़े दुर्योधन आउ शकुनीर चाल ये नीलाशंकर नुहे बड़ एठी माल आईथि मु तते गोटे पण्य द्रव्य सजई देली माने तू होछु गोटे पंस्टा और तो से पण्य द्रव्यटा होछि तोरे सुंदरिया देहटा कौन कहलो तुम्हें तुम्हारा टंका दरकार खुशी दरकार तार मत राव पूर्व तमे खुशी रखिलो केमिति टंका पाउ दिला कोठो ओ बुद्धि बाजार को जाई जान तमे ए पाउ दिलो देह बाबारो देह
ଝିଅ ଥିଲା ମତେ ମ୍ୟାରେଜ କଲା ପରେ ଝିଅ ହଉଛି ମୋ ସ୍ତ୍ରୀ ଆଉ ମୁଁ ହଉଛି ତା ସ୍ୱାମୀ ଆଉ କୌଣସି କାରଣ ଥାଇ କୌଣସି ସ୍ୱାମୀ ତା ସ୍ତ୍ରୀକୁ ହାତ ଉଠେଇ ମାରିପାରେ ଆଉ ବିନା କାରଣ ହାତ ଉଠେଇ ମାରିବା ସାମ୍ବାଦିକ ରାଇଟ୍ ଆଉ ସଂବିଧାନ ଅଧିକାର ଯଦି ସେ କିଛି ଭୁଲ କରିଛି ଏଠିକି ଚାଲି ଆସି ତାକୁ ବୁଝେଇ ସୁଝାଇ ନବା କଥା ନା ତ ହାତ ଉଠେଇ ମାରା ମାରିବା ଟିକେ আর শাশুমা জানিপারুনাহাନ୍ତି କ'ଣ ଶାଶୁମା ସବୁ ଜାଣିପାରୁଛନ୍ତି ଏ ଶାଶୁମା ମୁଁ ସେଇଥିପାଇଁ ତମ ଝିଅ କେତେଥର ପଚାରିଲେଣି ଆରେ ସତ କଥାଟା କ'ଣ କୁହ ହେଲେ ମୁଁ ଯେତେ ପଚାରୁ ସେ କିଛି କହୁନି ମୁଁ ସେଇ ସତ କଥାଟା ତମ ଝିଅ ମୁହଁରୁ ଶୁଣିବାକୁ ଚାହେଁ ମୁଁ ତ ତା ପଚାରୁଛି ସେ ମତେ କିଛି କହୁନି କେମିତି କହିବ ନାଇଁ ନାଇଁ ଶାଶୁମା କେମିତି କହିବ ଏ ଶାଶୁମା ମୁଁ ତମ ଝିଅକୁ ଭଲ ପାଇଁ ମ୍ୟାରେଜ କରିଛି ଏ କଥା ତମେମାନେ ସବୁ ଜାଣିଛ ନା ନାହିଁ ଜାଣିଛ ହେଲେ ମୋ ଛଡ଼ା ତାର ଏଠି କାହା ସହିତ ପାପ ସମ୍ପର୍କ ଅଛି ସେଇଥିପାଇଁ ଆଉ ସେଇଥିପାଇଁ ସେ ଏଠିକି ଲୁଚି ଲୁଚିକି ଆସୁଛି ମିଛ କଥା ମିଛ ମାନୁଛି ଶାଶୁମା ମାନୁଛି ଯଦି ଏଇଟା ମିଛ କଥା ତାହେଲେ ସତ କଥା ତମେ ନିଶ୍ଚୟ ଜାଣିଥିବ ତାହେଲେ କୁହ ସତ କଥା ମୁଁ ତମ ମୁହଁରୁ ଶୁଣିବାକୁ ଚାହେଁ ସତ କଥା କୁହ ଏ ରାଖି ଆରେ ଠିଆ ହେଇଛୁ କାହିଁକି ଜୟମାନର ପଚାରୁଛନ୍ତି ଚୁପଚାପ ଠିଆ ହେଇଛୁ କାହିଁକି କିଛି କହୁନୁ କାହିଁକି ଆଉ କାହିଁକି ବା ଆଉ ଠିଆ ହେଇଛ କାହିଁକି ଆଉ ଆଗ ପଛେ ଦେଖା ନା ଶାଶୁମା ପଚାରୁଛନ୍ତି ସବୁ କହିଦିଅ କହିଦିଅ ଆରେ ଠିଆ ହେଇଛୁ କାହିଁକି ଜୟମାନର ପଚାରୁଛନ୍ତି ବାହାଘର 5 ଦିନ ଚୁପଚାପ ଠିଆ ହେଇଛୁ କାହିଁକି କହୁନୁ କାହିଁକି ବାହାଘର 5 ଦିନ ହେଇନି ଇଏ ପୁଣି ଗପ ଘରକୁ ଆରେ କାହିଁକି ଠିଆ ହେଇଛୁ ମୋ ପ୍ରଶ୍ନର ତୁ ଉତ୍ତର ଦେଇପାରୁନୁ ମୁଁ ପାଟି କଲିରେ ମହାପ୍ରଳୟ ହବ ଲୋ ମା ଛାତିଟା ଫାଟିଯିବ ମୁଁ ତ କାନ୍ଦୁଛି ସତ କଥାଟା ଜାଣିଲେ ତୁ ଆତ୍ମହତ୍ୟା କରିଦେବୁ ନାଇଁ ମୋର କିଛି ହବନି ମୋର କହିଦେ ସବୁ ସତ କଥା ଖୋଲି କହିଦେ ମୁଁ ଆଗ ସବୁ ସତ କଥା ଖୋଲି କହିଦେବା କିଛି ହବନି ଏବଂ ଇଏ ମୋ ସ୍ୱାମୀ ଯାହାକୁ ମୁଁ ଭଲ ପାଇ ପ୍ରେମ ବିବାହ କରିଛି ମୋ ସ୍ୱାମୀ ଅକ୍ଷୟ ମହାପାତ୍ର ଜଣେ ନାରୀ ଦଲାଲ ନାରୀ ମାଂସ ଲୋଭୀ କୁକୁର ଆଲୋ ଏଇ କଥା କହିଲେ ଘରକୁ ଆସିବ ଆସ ମାତେ ଆଳୁ ମାଛ ମାତେ
আমরা যে ঘরକୁ ଯିବୁ ନା ମୁଁ ଆମ୍ବୁଲାନ୍ସ ବ୍ୟବସ୍ଥା କରିବି ନା ମୁଁ ଯିବିନି ହଁ ତୁ ତାହେଲେ ଯିବୁନି ନା ଯିବିନି ଯିବୁନି ତାହେଲେ ନା ସେଟା ମାରି 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 ମୁଁ ଯିବିନି ଲୋ ମୁଁ ଜମା ଯିବିନି ମୁଁ ସଠିକ ଏ ଲୋକଟା ଗୋଟେ ପରପୁରୁଷକୁ ବିକ୍ରି କରିଦେବ ବାପା ମୁଁ ସତ କହୁଛି ନା ତୁ ଯେମିତି ହଉ ନା କାହିଁକି ଜୟଶ୍ରୀ ତ ଚାଲିଯା କହୁଛି ମୁଁ କହୁଛି ତୋ ଘର ଛାଡ଼ି ଚାଲିଯା ହ୍ୟାଲୋ ଏ ମା ମୋର ମାନଙ୍କୁ ଡର ନାହିଁ କି ମରିବାକୁ ଡର ନାହିଁ ଲୋ ମା ମୁଁ ସତ କହୁଛି ମୁଁ ଏ ମଣିଷଟା ସହିତ ଗଲେ ଏ ମୋତେ ଟଙ୍କା ଲୋଭରେ ପରପୁରୁଷକୁ ବିକ୍ରି କରିଦେବ ମୁଁ ଯିବିନି ଲୋ ମା ମୁଁ କୁଆଡ଼େ ଯିବିନି ରାଖି ମୋ ସାଙ୍ଗରେ କିଏ କାନ୍ଦନ୍ତୁ ମତେ ସବୁ ଭଲ ଲାଗେ ପ୍ଲିଜ ପ୍ଲିଜ କାନ୍ଦୁନି ରାଖି ପ୍ଲିଜ ବାବା ରାଖି ଡୋଣ୍ଟ କ୍ରାଇ আর কান্দনি বাবা চলো না ମୁଁ ଯିବିନି ମୁଁ ଏ ମା ମୁଁ ଯିବିନି ଲୋ ମା ମୁଁ କୁଆଡ଼େ ଯିବିନି ମୁଁ ଯିବିନି ବାବା ଚାଲିଯାଇ ହଁ ତୁ ଘର ଛାଡ଼ି ଚାଲି ଆସିଛୁ ଏକା ସାରା ଆମକୁ ବାସନ୍ଦ କରିଦେବ ହେଲେ ମୁଁ ବ୍ୟସ୍ତ ତ ହେଇଯିବିନି ନା ଲୋ ମୁଁ ବ୍ୟସ୍ତ ତ ହେଇଯିବିନି ନା ଲୋ ମା ରାଖି ତୋ ଲୋ ମା ମୁଁ ସତ କହୁଛି ଏ ମଣିଷଟା ସହିତ ଗଲେ ଏ ମୋତେ ଟଙ୍କା ଲୋଭରେ କୋଉ ପୁରୁଷକୁ ବିକ୍ରି କରିଦେବ ଠିକ୍ ଯେମିତି ସେ କାଲି ରାତିରେ ମୋତେ ଆଉ ଗୋଟେ ପୁରୁଷର ସ୍ତ୍ରୀ ସଜେଇ ଦେଇଥିଲା ମୁଁ ସତ କହୁଛି ନା ମା ମୋ ବାସର ରାତିଟା ମୋ ସ୍ୱାମୀ ସହିତ କଟିନି କଟିଛି ଗୋଟେ ପର ପୁରୁଷ ସହିତ ଆଉ ସେ ପୁରୁଷଟା ପୁଣି ମୋ ବାପା ବୟସର রাখি Eva, বাবা তো জানো কালাতে তাহলে সে লোকটা মতে জোর জবরদস্ত বলাৎকার করছিল না মোর তো কথা ভারী মনে পড়ুছিল ଆଉ ତ କଥାଟା ଖାଲି ମୋ କାନରେ ବାଜୁଥିଲା ଏରା କି ରସ୍ତର ଦୋଷ କି ପ୍ରେମ କରିବାର ନିଶା ହଉ ତୁ ତ ମା କଥା ନ ଶୁଣି ମସ୍ତ ବଡ଼ ଭୁଲ କରୁଛୁ କାନ୍ଦି ପାରିବୁନି ତୋ ଆଖିରୁ ଖାଲି ରକ୍ତ ଝରିବ ରକ୍ତ বাবা কোথায় বসা করছ আর তা নহলে মনুষ্যের পশু পলটিছি চল শাসন করি সেই দেবী সময় পড়ি না କଥା ହିସାବରେ ତୁ ମୋ ଝିଅକୁ ନେଇଯିବା ପାଇଁ ଚେଷ୍ଟା କରୁଛୁ ମୁଁ ତ ତୋତେ କଡ଼ା କରି ରାସ୍ତା ଦେଇଦେବି একদম তোমার ମୁଁ ଘର କରି ମୋର କିଛି ମାନସ ଅଛି ନା ଆମ ଶାଶୁମା ମୋତେ ଅଭଦ୍ର ନମ୍ବର କେତେ କ'ଣ କହିଯାଉଛନ୍ତି ମୋତେ ସୁନ୍ଦରିଆ ସ୍ତ୍ରୀଟା ପାଇଛି ଏତେ ଶୀଘ୍ର ଛାଡ଼ିଦେବି ନା 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 ଏଇଟା ମୋ ସ୍ତ୍ରୀର ଦୋଷ ନୁହେଁ ବା ଏଇଟା ହେଉଛି ମୋ ଶାଶୁମା ଦୋଷ
ସେଠେଙ୍କାରେ ପିଟି ପିଟି ମୋତେ ଶେଷ କରିଦିଅନ୍ତୁ ଆପଣ। କାହିଁକିନା ମୁଁ ଗୋଟେ ପାପି, ମୁଁ ଅଧର୍ମ କରିଛି। ଆପଣ ଝିଅକୁ ମ୍ୟାରେଜ୍ କରି ତାକୁ ବାହାରି ସାରିଲା ପରେ ତାକୁ ମୁଁ ଗୋଟେ ବେଶ୍ୟା ସଜେଇ ଦେଲି। ଆମ ଝିଅରେ କାହିଁକି ମାରୁନ୍ତି ମୋତେ? ମାରି ଦିଅନ୍ତୁ ମୋତେ। ହଁ ମୁଁ ମାରିବି। ମୁଁ ଗୋଟେ ପାପି, ମୁଁ ଆପଣଙ୍କ ଘର ମାନ ସମ୍ମାନ ନିଲାମ କରିଦେଇଛି। ମୋର ଭୁଲ ହେଇଯାଏ, ମୁଁ ଆପଣଙ୍କୁ ହାତ ଉଠେଇଛି, ଆପଣ ସ୍ତ୍ରୀକୁ ହାତ ଉଠେଇ ମାଡ଼ ମାରିଛି। ମୋତେ ମାରି ଦିଅନ୍ତୁ ଆଜ୍ଞା, ମାରନ୍ତୁ ମୋତେ। ଆଜ୍ଞା ମାରୁନାହାନ୍ତି କାହିଁକି? ମାରନ୍ତୁ। ଦାସ ମନେ ପକା ସେଥିରେ ଘଟଣା, ଆମେ ମନେ ପକା। ତୁ ମୋ ଜୀବନଟା ବର୍ବାଦ କରିଦେଲୁ, ମୋ ଘର ସଂସାରକୁ ନଷ୍ଟ କରିଦେଲୁ। ମାର ମତେ, ମାର ମତେ। ସତ କହିବାକୁ କିଆ ଡରିବି, ସତ କହି ପଛେ ମଲେ ମରିବି। ମତେ ଏତିକି ଶିକାହ ସାଇଏ, ମୋର ଧନ ଜନ ଲୋରା ନାହିଁ। ମୁଁ ତମ ଝିଅ ସହିତ ସବୁ ମିଛ ଅଭିନୟ କରୁଥିଲି, ଆଉ ମୋ ଶାଶୁମା ସହିତ ଯାହା ସବୁ କରୁଥିଲି ମିଛ ଅଭିନୟ। ଆଉ ମୁଁ ଯଦି ସତୁକୁ ସତ ସେମିତି କରିଦିଏ। ଦେଖି তুমি ସତରେ ଯିବ? ହଁ ମୁଁ ମାଗିଲେ ଜାଣିପାରୁନି, ଏଇ ସବୁ ଜାଣିପାରୁଛି। ଆଉ ପଢ଼ିବା ବାଲା ଛୁଆ ନା ଢାଟିଲେ ମାରିଯାଉଛି। ଆଉ ହେଲେ ମୋର ତମ ପ୍ରତି ବିଶ୍ୱାସ ନାହିଁ। ନା ନା, ତମର କାମ କର, ମୁଁ ତମ ମା ମୁଣ୍ଡ ଛୁଇଁ ଶପଥ କରି ঠিক আছে। শাশুমা প্রণাম। শ্বশুরজি প্রণাম। ଆଉ ଜମା ଦୁଷ୍ଟାମି ନାହିଁ। ନା ଦୁଷ୍ଟାମି ଛି ତୁ ନା, ଆଉ ଜମା ଦୁଷ୍ଟାମି ନାହିଁ। ରାଖେ ମୁଁ ଗାଡ଼ିକି ଯାଉଛି, ପୁରା ଏସି କୋଲ୍ଡ କରି ରଖୁଛି। ମନେ ରଖ, କଷ୍ଟମର ୱେଟ୍ କରିଛନ୍ତି, ପ୍ରତି କଷ୍ଟମର 50,000। ତୁ ଗାଡ଼ି ୱେଟ୍ କରିଛି, ଜଲ୍ଦି ଆସ, ଜଲ୍ଦି ଆସ। ସେ ଲୋକଟା ତୁମକୁ ଏତେ କଥା କହିଗଲା, ତମକୁ ହାତ ଉଠେଇ ମାର ମାରିଲା, ତମେ କିଛି ନ କହି ଚୁପଚାପ ଠିଆଇଛ କାହିଁକି? କଣ ହେଇଛି ତମର? ଆଉ ତମେ କିଛି କହୁନ କାହିଁକି? ତମେ ତର ବାଟରେ ଚାଲିଗଲେ ଗର୍ଭଣୀ ଗାଈ ବାଟ ଛାଡ଼ି ଦଉଥିଲା। କଣ ହେଇଛି ତମର? ତମେ କିଛି କହୁନ କାହିଁକି? ଏ ମା, ତୋ ବାପାଙ୍କୁ କିଛି ପଚାରେ ନା, ସେ କିଛି ବି କହିପାରିବେନି। ତୁ କିଛି ବି ପଚାରେ ନା, ସେ ପୁରା ଭିଲିଆନ ରୋଲ ଛାଡ଼ିକି କ୍ୟାରେକ୍ଟର ରୋଲ କରୁଛନ୍ତି। ବାହାରେ ପାଟି ଫିଟେଇବେ କେମିତି କହିଲୁ? ପାଟି ଫିଟେଇଲେ ତାଙ୍କ କ୍ୟାରେକ୍ଟରଟା ଖରାପ ହେଇଯିବନି। କିଛି ବି ପଚାର ନା, ତାର କ୍ୟାରେକ୍ଟରଟା ବଦଳି ଯାଇଛି ତ, ମନଟା ବି ବଦଳି ଯାଇଛି। ସେଇଥିପାଇଁ ସେ ତାଙ୍କ ଡାଇଲଗ ଗୁଡାକ ଭୁଲି ଗଲେ। ତୋ ବାପା ସିନା ଡାଇଲଗ ଭୁଲି ଗଲେ, ହେଲେ ତୁ କଣ ଡାଇଲଗ ଭୁଲି ଗଲୁ? ଏଇ ଟିକେ ପୂର୍ବରୁ ତ ଶାଶୁଙ୍କୁ ଯିବା ପାଇଁ ମନା କରୁଥିଲୁ, ହେଲେ ଏବେ ବାହାରୁଛୁ କେମିତି? କଣ ହେଇছিল ରାକ୍ଷୀ? ସତରେ କଣ ତୁ ଡାଇଲଗ ଭୁଲି ଗଲୁ? ନା, ସିଏ ତା ସିନ୍ଟା ଭୁଲିଗଲା। 25 ବର୍ଷ ପରେ ତା ବାପାଟାକୁ ଦେଖିଲା, ସେଇଥିପାଇଁ ସେ ସବୁ କିଛି ଭୁଲିଗଲା। କେମିତି ଭୁଲିବେନି କହିଲ? 4 ବର୍ଷର ହେଇଥିଲି, ମୋ ବାପା ଠାରୁ ମୁଁ ଅଲଗା ହେଲି। ମୋ ମା ମତେ ଫଟୋ ଦେଖେଇ କୁହେ, ଏ ରାକ୍ଷୀ, ଏଇ ଦେଖ ଇଏ ହଉଛନ୍ତି
पाली आओ मो जोई बोला भी से बंदो मेलो नहीं ताकू गोजी गोजी मुआदी एकी दिकी राजा बाबू होतंदी मो जोई बो तमने तबे राधार बापा ओ मागा दिकी दिनी दियो होय सोआ मो दोडा किए न दिनियो के केवले गोदी मोदा पेजी रास्ता मोदा पति देखि दियो मोदा तो ओबा देखड़ अछि मजा आले राजा नहीं एबे तुमे आसी पारो কণ্ঠস্বরটা কোকি শুনলা শুনলা লাগুছি হଉ ଛାଡ଼ ଆମ ସେଥିରୁ କ'ଣ ମିଳିବ କ'ଣ କହିଲେ ବାବୁ ରାଜା ବାବୁ ଘରେ ନାହାନ୍ତି କିନ୍ତୁ ଆସିଲେ ତାଙ୍କୁ କହିଦେବେ ମୁଁ ଆସିଥିଲି ବୋଲି ଆଉ ମୋ ଝିଅଟା ତାଙ୍କୁ ବହୁତ ଖୋଜୁଛି ରାତିରେ ସପନରେ କାନ୍ଦିକି କହୁଛି ବାବା ରାଜା ବାବୁଟା ମୋତେ ଭୁଲି ଗଲେ କହିଦେବ ନା ବାବୁ ତାକୁ ଟିକେ କହିଦେବ ମୁଁ ଯାଉଛି ତାହେଲେ ବାବୁ हाँ राजा आसिले आमे कहिदबु तमे एथर जाओ नमस्कार ତମେ କିଏ ଇଏ ହଉଛି ରାଜାର ବାପା ଆଉ ମୁଁ ହଉଛି ରାଜାର ମା ଇଏ ହଉଛି ରାଜାର ଭଉଣୀ ନା ନା ମୋ ରାଜା ବାବୁ କେବେ ମିଛ କହିପାରିଲା ରାଜା ବାବୁ କହୁଥିଲେ ତାଙ୍କ ବାପ କାଳେ ତାଙ୍କୁ 25 ବର୍ଷ ହେଲା ପରେ ଛାଡ଼ିକି ଚାଲିଗଲେ ହଁ ମୋ ରାଜା ଠିକ କଥା କହୁଥିଲା ତା ବାପା 25 ବର୍ଷ ହେଲା ଚାଲି ଯାଇଥିଲେ ଯେ ହେଲେ ଏବେ ଫେରି ଆସିଛନ୍ତି ରାଜା ଯୋଉଠି ତ ତା କହିଲେ ତା ବାପା ଫେରି ଆସିଛନ୍ତି ଦେଖା କରିବାକୁ ଆସିବ ହଉ 25 ବର୍ଷ ଆଉ ମୋ ରାଜା ବାବୁ ଆଉ ଇଏ ତାଙ୍କ ବାପା 25 ବର୍ଷ ତଳର କଥା ଓହୋ ମୋ ରାଜା ବାବୁ ଆଉ ବାପା ମୋ ରାଜା ବାବୁ ଆଉ ତାଙ୍କ ବାପା आसुची देवकी ତମେ ତମେ କ'ଣ ସତରେ ଚାଲିଯିବ ତମେ ଫେରିବ କେବେ କହିଲ खूब शीघ्र फेरिबी ବାପା ଏତେ ବର୍ଷ ଧରି ଆସିଛ ଏତେ ଶୀଘ୍ର ଚାଲିଯିବ ମୋ ମା ଆଉ ଭାଇ ପାଖରେ ରହିବନି ମୁଁ ତ ମୋ ଶାଶୁ ଘରକୁ ଚାଲିଯିବି ବାପା ଚାଲ ଆଜି ଆମେ ମା ହାତର ପଖାଳ ଖାଇବା ଆସ ହଁ ଜାଣିଛ ନା ତା ମୋ ପାଖରେ ଶୁଣିଛି ତମେ ପଖାଳ ଖାଇବାକୁ ବହୁତ ଭଲ ପାଅ ସେଇଥିପାଇଁ ମୋର ଝିଅ ଏ କଥାଟା କହିଲା ଆରେ ମା ଆଉ ତୁ ଠିଆ ରହିଲୁ କାହିଁକି ତୁ ପଖାଳ ନେଇ ଆସିକି ଯା ମତେ ପୁରା ଅନେକ ଦୂର ଯିବାର ଅଛି ଆଲୋ ଯା କ'ଣ ଭାବୁଛୁ ଆଲୋ ବାପ ଥିବା ପୁଅ ଖାଲି ସଭାରେ ହାରେନି ଲୋ ବାପ ଥିବା ଝିଅ ବି କାହାକୁ ଡରେନି ଆଉ ଠିଆ ରହିଲୁ କାହିଁକି ଯା ତୁ ପଖାଳ ନେଇ ଆସିକି ଆଲୋ ଭଲ ଯା ବାପା तुम सेपटକୁ ମୁହଁ କରି କାହିଁକି ଠିଆ ହେଇଛ ଓହୋ ବୁଝିଲି ବୁଝିଲି ତମେ ମୋ ମୁହଁ ଦେଖିବାକୁ ଚାହୁଁନ ନା ହଁ କାହିଁକି ଦେଖିବ ମୁଁ ଗୋଟେ କଳଙ୍କିନୀ ବୋଲି ତମକୁ ଘୃଣା ଲାଗୁଛି ନା मते क्षमा करे एते बोलबी तोरे कोलिया कोलिया पापोरे कथा पकली दादा बाजुची रे बा केई बजे मते हाथ डाली कहूची ए ला 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 तू का मरीस रुबे तू का प्रतिमूर्ति ए बा पारे मो परिवार समस्त को गुटाए सुतारे गुदिला बोले बोले बोले
ନାଳରେ ପୋକ ଲାଗିବ ହେଲେ ବାବତା জীবনটা সিনা চৌঘর পালটি গলা হেলে মো মা তো কেড়ে খুশি আছে তুমি তাকে কিছু কে কইবনি কিছু সত কইবনি মো মাটা ସବୁବେଳେ ଏମିତି ଖୁସିରେ ଥାଉ ଇ ତ ଜଣେ ଗପରେ ହାତ ଟେକି କହିବ ଏ ଲାଲା ଦାସର ପରିବାର ଲୋକ କିଏ କାନ୍ଦି ନା ହାତ ଟେକ ଜଟିଳ ଆଡ଼େ ଗତି ଗଲାଣି ମୁଁ କିଛି ବୁଝିପାରୁନି ଶଳା ଟଙ୍କା ଲୋଭରେ ସିନା ତାଙ୍କ ପାଖକୁ ସବୁ ଖାଇନି ହେଲେ ଶଳା ମୁଁ ଏଇ ଯେଉଁ କୁକର୍ମ କରୁଛି ଶଳା ମୋ ମାଇକିନା ଜାଣିଲେ ମୋ ଉପରେ ମୁତିବ ହଁ ଏ ଶଳା ଯାହା ହେଲା ହେଲା ଶଳା ଗୋଟେ ଏଇ ଗଣିଆ ଯେଉଁ ଆସୁଛି ମୋ ଘରକୁ ଶଳା ମୁଁ ନଥିଲା ବେଳେ ମୋ ଘରେ ପଶୁଛୁ ଶଳା ତୁ ଯଦି ବାହା ହେଇପାରୁନୁ ମୋତେ କହୁନୁ ଶଳା ମୁଁ ତତେ ବାହାର କରିଦେବି ପଇସା ପତ୍ର ଯଦି ନାହିଁ ତାହେଲେ ମୁଁ ସିମେଣ୍ଟ ବିକ୍ରି ତତେ ଯେଉଁ ପଇସା ବଞ୍ଚିବ ତାକୁ ବି ଦେବି ହେଲେ ଏସବୁ ଯେଉଁ ଚେଙ୍ଗଡ଼ା ଟୋକଡ଼ା ଯାହା ମୁଁ କରୁଛି ମୋ ଘରେ ପଶିକି ମୁଁ ଶଳା ମୋ ମୁଣ୍ଡ କିଛି କାମ କରୁନି ଏ ଶଳାକୁ ଯଦି କୋଉଦିନ ମୋ ଘରେ ପଶେ ଗୋଡ଼ ଗଛିକି ଶଳା ଭାଙ୍ଗିଦେବି ଯାହା ହଉଛି ହଉ ଆଉ ରାମକୋ ସିମେଣ୍ଟ ଓନର ମଉସା ନମସ୍କାର ଏ ଶଳା ତୁ କିଏ ବେ ମୁଁ ତୁ ଶଳା ଗଣିଆ ତୁ ମୋ ଘରକୁ ଘୁଣିଆ ଟିକେ ଆଇଲୁ ବା ନବ ଭାଇ କ'ଣ ନବ ବେ ଆଶୀର୍ବାଦ କ'ଣ ଆଶୀର୍ବାଦ ଆଜ୍ଞା କ'ଣ ପାଇଁ ଆଶୀର୍ବାଦ ନବୁ ଆଜ୍ଞା ଖାଲି କ'ଣ ଆଶୀର୍ବାଦ ନେବି ତା ସହିତ ଡବଲ ଖୁସି ଖବର କି ଖୁସି ଖବର ବେ ପ୍ରଥମ ଖୁସି ଖବର ହେଲା ମୁଁ ବାହା ହେଇଯାଇଛି ଆଉ ସେକେଣ୍ଡ ଖୁସି ଖବରଟା ହଉଛି କୁକୁର ଚାକର ଦୋକାନରେ ମୋର ଚାକିରି ହେଇଯାଇଛି ଆଚ୍ଛା 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 ଆଉ ଭାଇନା ବିଶ୍ୱାସ କରିବନି କେବେ ଯଦି ଆସୁଛନ୍ତି କୁକୁର ଦୋକାନକୁ ଆସନ୍ତୁ
ଶୁଣନ୍ତୁ ଆପଣ ହଁ। ତା ପାଖରେ ଗୋଟେ ସ୍ପେଶାଲ ଆଇଟମ ମିଳୁଛି କଣ ବେ? ପୁଟଳ ପେଲା ତରକାରୀ ସେଟା କେମିତି ଭାଇ? ସେଇଟା କେମିତି ହଁ। ପୁଟଳଟା କେମିତି ଧରିବା ହଁ। ଏମିତି ପେଲିଦେବେ ତା ନାଁ ହେଲା ପୁଟଳ ପେଲା ତରକାରୀ ଏମିତି ହଁ। ଏଇଟା ପୁଟଳ ହଁ। ଇଏ ହଉ ଛାଡେ ହଁ। ତୁ ଯାହା ଚାକିରି କରୁଛୁ ହଁ। କାହାକୁ ବାହା ହେଇଛୁ ମତେ କହିବୁ ମୁଁ ହଁ ଭାଇ ସାରି ତୁ ଭାଇଶାଳୀ କି ହଁ। ତୁ ମିଛ କହୁଛୁ ତୋ ବାପ ରାଣୀ ପକାଇ କହିଲୁ ବାପର ନୁହଁ ହଁ। ତମ କଳା ଜାଗା ଛୁଇଁ କହୁଛି ଏ ଶଳା ମୋ କଳା ଯାଉ କୋଣେ ରକ୍ତ ବାହାରିବ ହେ ଶୁଣୁ ହୁଁ। ତୁ ଗୋଟେ କାମ କର ହଁ ଯୋଉ ଚାଖଣା ଦୋକାନରେ ଯୋଉ ଚାକିରି ଅଛି ବୋଲି ହଁ। ତୁ କାଲି ଦେଖି ଆଣି ମୁଁ ଟିକେ ଟେଷ୍ଟ କରିବୁ ବଢିଆ ହଁ। କୁଟୁରା ମୁଣ୍ଡା ଯେମିତି ହଁ। ତା ଚାଖଣା ଦୋକାନଟା ସେମିତି ହଁ। ତା ଚିକେନ ଲେଗ ପିସ୍ ଯେମିତି ହଁ। ତା ଚିଙ୍ଗୁଡ଼ି ଶୁଖୁଆ ସେମିତି ଆଉ ତା ମଝି ଗୋଟଟା ମଝି ଗୁଣ ହଁ। ସେଟା ପଚାରିକି କହିବି ଆବେ ହେ ହଁ। ତୁ କଣ ପାଇଁ ଆସିଥିଲୁ ମୋ ଘରକୁ ଏ ଭାଇନା ହଁ। କଣ ଭାଇନା ମୋ ଭଉଣୀ ଟିକେ ଡାକିଦେଲ ଖୁସି ଖବର ଦେଇ ପଳେଇବି ଯେ ତୋ ଭଉଣୀ ନାହିଁ ଭାଇ ଆପଣ ତା ବାପ ଘରକୁ ବାପ ଘରକୁ ହଁ। କଣ ପାଇଁ ତୁ ଜାଣିନୁ ନା ଅନେଇଲୁ ହଁ। ଭଲ ଖୁସି କରିତେ ମୁଁ କହିନି କହିଲୁ ହଁ ନା ଆଉ ନା? ଆଜି ହଁ ବୁଝିପାରିଲି ଭାଇନା ତମେ ଖାତର ହେଲ ମିଠା କାଇଁ ଦେଇନ ନା ମିଠା କାନା କାଲି କୁଟୁର ଦୋକାନ ସେ ଚିକେନ ଲେଗ ପିସ୍ ଦେଇଦେ ମୋଦି କଥା କହ ବଢିଆ ଭାଇନା କହୁଥିବୁ ଆଉ ହଁ ଭାଇନା ହଁ। ତାହେଲେ ଖୁସି ଖବର ମିଠା ଦବନି କାଲି ମଝି ଗୁଡା ଦବ ହଁ ଏତେ ଖୁସି ଖବର ମୁଁ ତୁମ ସହିତ କଥା ଅଛି ଛାଡ ତୁ ଯା କଣ ହଉଛି ମତେ ଆସିଥିଲୁ କହ ତାପରେ ଦେଖିବା ଆଉ। ଏ ଭାଇନା ହଁ ମନେ ପଇଲା ଇଏ ବାହାଘରଟା ସିନା ଭଲରେ ହେଇଗଲା ହଁ ଭାଇନା ହଁ। ରାତି ପାଇନା ଭୋଜି ହଁ 10,000 ଟଙ୍କା ସର୍ଟ ଦେବି ଭାଇ ହଁ କି କଥା ତୁ କାହାକୁ ବାହାଛୁ ମତେ କହିଲୁ ମୁଁ ହଁ ମୋ ଭାଇ ସାରିକି ଯଦି ତୋ ଭାଇ ଜାଣିକୁ ବାହାଛୁ ହଁ। ତାହେଲେ 10,000 ଟଙ୍କା କଣ 20,000 ଟଙ୍କା ଦେବି ଭାଇ। ଅନାନି ହଁ। ମୁଁ ଯାଉଛି ଟିକେ ଛକା ଆଡେ ହଁ। ଚାନ୍ଦିଆ ପୁଅ ଇଏ ପିକୁଲୁ ହଁ। ସିମେଣ୍ଟ ନେଇଥିଲା ଦେଇଥିଲା 20,000 ହଁ। ଗୋଟେ କାମ କର ନେ 20,000 ଟଙ୍କା ଆଉ ଫେରେଇବା ଦରକାର ନାହିଁ ନା ପଇସା ଦେଇକି ମୁଁ କଣ ହଜମ କରିପାରିବି ନା। ସୁଧ ମୂଳରେ ସବୁ ଦେବି ଏ ନା ଭାଇ ଅନାନି ଭାବି ନେଇ ଯେ ମୁଁ ବ୍ୟବହାର ଦେମି ହଁ ଭାଇନା ହଁ। ଆପଣ ଯୋଉ କଥା କହିଛନ୍ତି କଣ ହେଲା? ବଢିଆ ଆପଣ କଥା କହିଲେ ଭଲ ଲାଗେ ଏବେ ତୁ ବିବେକକୁ ଟିକେ ଡ୍ୟାସ୍ ମାରନି ଶଳା ତୁ ଏକା ଆଇଲୁ ତୋ ସ୍ତ୍ରୀ ମୋ ସ୍ତ୍ରୀ ହଁ। ଆଉ 12-18 ବସ୍ତି ଏବେ ମୋ ଶଳା ବାବୁଟାକୁ ଅଟୋରେ ବସେଇ ଦେଇକି ପଳେଇ ଆଇଛୁ ମୁଁ କହିଲି ତମେ କାହାକୁ କହିବ ଭିତରକୁ ଆଣିଲି ଆଉ ତତେ କଣ କହିମି ଆଉ ତୋ ଶଳା ତ ହବୁ ନହେଲେ ଆଉ କଣ ଥିଲେ କହିଥାନ୍ତି ହଉ ଶୁଣୁ ଡାକେ ତୋ ସ୍ତ୍ରୀ ଡାକିବି ହଁ କହିଲ ସତ ଡାକିବି ହଁ ସତ ଡାକିବି ଶଳା ମୁଁ ନ ଦେଖିଲେ ଗାଁ ଲୋକଙ୍କୁ କେମିତି କହିବି ତୋ ସ୍ତ୍ରୀ ସୁନ୍ଦର ବୋଲି ଦେବେ ହଉ ଭାଇନା ହଁ, ତାହେଲେ ଆପଣ କହୁଛନ୍ତି ହଁ ଡାକୁଛ। ହଁ ଡାକ ପାତାଳଣ୍ଡି ଓ ପାତାଳଣ୍ଡି କଣ ପାତାଳ কি চালিবে চালিলে পদ্ম ফুটি ଏ ଭାଇନା ଚାଲି ଦେଖିକି ଏମିତି ହଉଛ ହଁ। ତାର ଆଉ କଣ ଦେଖିଲେ ହଁ। ତମେ ଫଟୋ হে কবে কর আছে কর ସେମାନଙ୍କ ପାଚିଲା ଇଏ ବୁଢା ଯେମିତି ହଉଛି ଆଉ କଣ ଅଛି ବିଶ୍ୱାସ କରିବନି ତା ଗଳାଟା ଏତେ ମିଠା କୋଇଲି ଯଦି ଶୁଣିବ 3 ଥର ପରିସ୍ରା କରି ପକେଇବ ଖାଲି କଣ ସେତିକି ଲତା ମଙ୍ଗେଶକର ଯୋଉ ମରିଗଲାନି ଆଉ ଗଳାଟା ବାକୁ ଦେଇକି ପଳେଇଥିଲେ ମଉସା ନମସ୍କାର কি মিঠা বে ଭାଇନା କଲି সেউ জুস ভଳିଆ ଲାଗୁଛି ମାନେ ଗୋଟେ କାମ କରିବୁ ତୋ ସ୍ତ୍ରୀ ମୋଟରେ ଏତେ ମିଠା ତୁ ଶୋଇଲା ବେଳେ ଖଟ ତଳେ ଗୋଟେ କଣା କରିଦେବୁ କଣା କରିଦେବୁ ସେ ଜୁସ୍ ହେଇକି ଠୋପେ 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 ହେଇକି ପଡ଼ିବ ତୁ ଆଗରେ ବୁଝିଲୁ ଭାଇନା ହଁ। ଆପଣଙ୍କର ପ୍ରବଳ ନାଳୁଆ ଦୋଷ ଅଛି ନାଳୁଆ କାହାର ନାହିଁ ନାଳୁଆ ସମସ୍ତଙ୍କର ଅଛି ହେଇ ଭାଇନା ହଁ। ବୁଢା ଆମର କାଣ୍ଡ ଜ୍ଞାନ ନାହିଁ ଆଉ ନାଳ ଦୋଷ ଅଛି ଆମେ ଲଙ୍କା
ଯେତେ ଶୁଖିଲେ ହଁ ତା ରାଗ କମିନି। ତମେ ଧାନ ଲଙ୍କା ନା ପାଣିଆ ଲଙ୍କା ନା ଡବଲ ଲଙ୍କା ହଁ କୋଉ ଲଙ୍କା ଲଙ୍କା ହଁ ଶୁଖିଲା ଲଙ୍କା ବୁଧବାର ନା ବେ ବରପଦା ହାଟୁ ବର୍ଷାର ବଢିଆ ଶୁଣୁ ହଁ। ଗୋଟେ କାମ କର ହଁ। ତୋ ସ୍ତ୍ରୀ କି କହୁଥିଲୁ ଗୋଟେ ଏକ୍ସଟ୍ରା ଗୁଣ କଣ ଅଛି ବୋଲି ମୋ ସ୍ତ୍ରୀ ପାଖରେ ହଁ। ଏ ଭାଇନା ମନେ କଣ ବିଶ୍ୱାସ କରିବନି ଭାଇନା ହଁ, ହଁ। ମୋ ସ୍ତ୍ରୀ ପାଖରେ ଦିଟା ଏକ୍ସଟ୍ରା ଗୁଣ ଅଛି କଣ ବେ ଡ୍ୟାନ୍ସିଂ ଆଉ ଡ୍ୟାନ୍ସିଂ ସିଙ୍ଗିଂ ହଁ ଆଚ୍ଛା ତୁ କହିଲୁ ଟିକେ ମୁଁ ତ ଶଳା ବାଜ ହବ ହଁ। କହିଲୁ ଗୋଟେ ଗୀତ ଗାଇଦବ ଆଉ ଟିକେ ନାଚିଦବ ଆଉ ନା 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 ମତେ ଭାରି ଲାଜ ଲାଗୁଛି। ଇଏ କି କଥା ବା ଶଳା ବାଜ ହବ ତତେ ଲାଜ ଲାଗୁଛି ନା ମତେ ଲାଜ ଲାଗୁଛି। এই যে পাতালেন্ডি ଓଏ পাতালেন্ডি ভাই যেତେବେଳେ কହୁଛନ୍ତି ତମେ ଟିକେ তাধেক না କଣ ଡାକିଲୁ ପାତାଲେଣ୍ଡି ପାତାଲେଣ୍ଡି ଆକ୍ଚୁଆଲି କଥା କହିବି ପାତାଲେଣ୍ଡି ନା ଛେଳିଲେଣ୍ଡି ତାଙ୍କ ବାପା ନାଁ ହେଲା ମହାମଣ୍ଡା ତାଙ୍କ ମା ନାଁ ହେଲା ମହାମଣ୍ଡି ହଁ। ଆମ ନାଁ ହେଲା ପାତାଲେଣ୍ଡି ଓ ଏ ଜାତକ ଲେଖିଲା ବେଳେ ବଡ଼ ବେଳାରେ ଲେଖିଦେ ହେଇଟି ଭାଇ ନା ନା ସରି ମଉସା। ଅନାନି ଏମିତି ଡାକୁଛି ଆମେ ତ ମଉସା ତେରା କଣ ଭାନିକା ହେଇଗଲେଣି ଏ ଚୁଟିରା ଆଜିକାଲି ଛୁଆମାନେ କାଟୁଛି ମୋତେ ମୁଁ ବାକି ଯାଇଛି ନାଇଁ କଥା କଣ କି? କଣ? ମୁଁ ନାଚିବି ଯେ ହଁ। ତମେ ଯଦି ମୋ ସହିତ ନାଚିବ ତାହେଲେ ଯାଇକି ମୁଁ ନାଚିବି। ଭଲ ନାଚୁଛି କି କଥା ହଉ ହଉ ଆସିଲ ଟିକେ ପାଖକୁ ଆସ ହଁ 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 ହଉ ହଁ। ମୁଁ ନାଚୁଛି ଓହୋ। ତମେ ମତେ ଦେଖିକି ନାଚ। ଆଚ୍ଛା ଆଚ୍ଛା ହଉ ନାଚ। ଭାଇନା ମୋ ସ୍ତ୍ରୀ ତମେ ଏମିତି ହୁତୁ ହେଇକି ନାଚିବ ଏ ଭାଇନା ତମେ ଥକି ପଇଲ ବୋଧେ ଢାଳିଣି ଆଉ ବୟସ ଭାଇ ସେ ନାଚୁ ନାଚୁ ତ ଯୋଉ ରେଟ୍ରେ ସେ ନାଚୁଛି ସେ ମୋ ଗୋଡ ହାତ ଖାଲି କଣ ହେଇଯାଉଛି ଗୋଟେ ଆଉ ଗୋଟେ ଜିନିଷ ହେଇଥିଲେ ହେଇଥାନ୍ତା ଭାଇନା ଏଇ ଏଇ ସେଇଟା ସେଇଟା ଭାଇନା ଟେନସନ୍ ନେଇଗଲା ଆଉ ଅଟୋ ବାଲା ପାଇଁ ଉଠିନି ତମେ ପିଇ ଦେବ ଅଟୋ ବାଲା ଦାମ ଧରୁଥିଲି ଆଉ କୁଟୁରେ କଣ ଚାକଡ଼ା ଦିଟା ପଡ ପକାଟୁ ଭାଇନା ଓ ପାଣି ମିଶେଇକି ପିଇବ ଥକି ଲାଗି ମୁଣ୍ଡା ପଳେଇବ ନା ବା ହରିସାରେ ପିଉଛନ୍ତି ଶୁଖିଲା ମୁଁ ପାଣି ମିଶେଇ ପିଇବି ସବୁଠିକି ଉପରକୁ ଅଳ୍ପ ଦିନ ଯିବା। अबे तू यही ऊपर ना बे ये कौन है ये ନା ନା ତମର ଆତ୍ମସୀମନ ବୋଧା ମୁଁ ଇନ୍ଦ୍ର ତୋତେ ଉର୍ବଶୀ କ ଡାନ୍ସ କରୁ ଭାଇନା ଭାଇ ନା ନାଇଁ ମୁଁ ଭାଇ ଯେତେବେଳେ ପାତାଲେଣ୍ଡି କହୁଛନ୍ତି ତମେ ଟିକେ ନାଚି ଦିଅ ନାଚିବି
ଦେଖିବି ମୁଁ ଚଲେଇବି ଦେଖେବି ଦେ ମୁଁ କୋନେ କଥା ବୁଝିବି ତମରି ସାତ ଗାର ମୁହ କଣ ଦେଖେ କଣ ଦେଖିଆ କଣ ସତର କଥା କହ ହଁ ସେ ରାଣୀ କି କିଏ ମାରିଥିଲା କାନ ମୁଁ ଦେଖେଇବିନି रानी की से जमीदार आओ देखे रानी कोने गोने भगवान हे कृष्ण राम राधे राधे क्या हुआ अरे बोनिया तो दीटा को एमती होतला मु जान नहीं बे तमे दीटा घरे नथला पे तुम पसला हाथ कर्म कल कल सो लुचि जाऊ बाहाई होलो आउ सिंदूर पिदेली मु हां संका पिदेली मु चौकी करिबि मु आउ बागुरे तू अम्मे हां पुरुना मंदर चौथी करिबो अम्मे हां यही परिस्थिति तुमको देखि ଗୋଟେ गीत गाया भाई एई चौगुरी पदे लिखिले हां कौन लिखिले हां एई लिखिले मोहन सा गला पर कंडेरी आसीला जने मते रामपी देला जने कुंडेई देला बेला मो पाई सजालो मास्टर बेले तो पाई सजालो मो पाई गोटे नर्तकी केवे सहकर्मी हो पारेन ताकू धरी संसार समुद्र केवे भी पार हो पारिबनी भाई काहे के परिबन कोन काहे तू राधा कोन देखबा सुंदरी नाय जेसिया ताकू बाहा हेची जे तू ताकू चतुर्थी बंद हे नहीं ताकू विदा कर दवारे असुविधा कोठी अछि कोन कहलो चतुर्थी पर्यंत हेनी ताको विदा करिवार असुविधा कोन अरे मंदिर तो साक्षी रखी समानकर माळ बदल बदल हेई सरे ए बागर भांगिवार प्रश्न उठुनी सबु परे भी मु कहूची विवाह जदी हेची चतुर्थी हेनी ता माने से जियाडू मने कोनोसी असुविधा नाही आपण को मो मो देखिबेनी मु किए देखिबेनी आपण ए देखंतो आपण चुप हेले कांचे बड़े भाई से दिव्या को आपण कोन कहले तले मु आपण गोटे कथा पछे आपण को कथा पड़े मु केई पद कथा कहि जदि आपण को कहबा अनुसार बाहागर मूल्यहीन आ मंदिर रे ब्राह्मण मंत्र पाठ जदि अवास्तव सखा सिंधु जदि मूल्यहीन तले असरते गोटे पुरुष गोटे नारी स्वामी स्त्री होबार चुक्ति करितां आ सेई असरते गोटे पुरुष गोटे नारी दैहिक संपर्क होउची मुख्य प्रमाण थाए तले मु कहबी अनेक आगुरु मु कार स्त्री हेई सारीची बहुत रुद्राक्ष राई बहादुर बहुत बड़ीमा मु से पुरुष ना घोषणा करिबी ना आपण कहबे जाको देव सहित देव मोर विशेष सारीची जाको सहित मोरे कर राति गोटे ही सारीची बहुत मु कहबी ना आपण कहबे भाई आसो भीतर बसो से किछ कहि परबे भाई कि ना तब तक पट्टीटा बंद हो जाई छी भीतर बसो कोन चली जाउ छ राजा साहब खाइबार व्यवस्था करी अरे मु तो भाबितली ए राजा वंश रक्तर गोटे बेईमानी हेले ना पवित्र ठार सब कथा सुनी सारला पर मु भाबी
না এটি ইমেমতারি আছে মীরা তবে মতে জানিয়ে শুনি অপমান করুক তাহে নথিলে জଣେ ଅମାବାସ୍ୟାର ଅନ୍ଧାର ହେଲେ ଆଉ ଜଣେ ପୂର୍ଣ୍ଣିମାର ଚାନ୍ଦ ଦେଖ ରାଣୀମା ଦେଖ ତମେ ପ୍ରତିଦିନ ଝିଅମାନଙ୍କର ଇଜ୍ଜତ ନେଇ ସେମାନଙ୍କ ଜୀବନ ନିଦ ହେଲେ ଆଜି ତମ ରଙ୍ଗ କଠିର ଗୋଟେ ବେଶ୍ୟା ତମ ଘରର କୁଳ ବୋହୂ ହେଇଛି ଆଉ ତମ ଭାଇ ପବିତ୍ରର ସ୍ତ୍ରୀ ହେଇଛି ଯିଏକି ଥିଲା ତମ ଅନ୍ଧାର ରାତିର ସାଥୀ ଯୋଉ ରାଧା ଦେହରେ ତମ ଦାନ୍ତର ଦାଗ ଥିଲା ତମ ନଖର ଚିହ୍ନ ବି ଅଛି ସେଇ ରାଧାକୁ ତମ ଭାଇ ପବିତ୍ରର ଓଠ ସ୍ପର୍ଶ କର ଏଇଟାକୁ କହନ୍ତି ନିୟତିର ପ୍ରତିଉତ୍ତର ମୀରା ତମେ ମତେ ପରାସ୍ତ କରିବାକୁ ଚାହୁଁଛ ନା ମୁଁ ରୁଦ୍ରାକ୍ଷ ରାୟ ବାହାଦୁର ନିଷ୍ପତ୍ତିଟା ଅଟାଣ ରାଧା ଏ ଘରେ ବୋହୂ ହେଇ ରହିପାରିବନି ତେଣୁ ସେ ପ୍ରତି ମୁହୂର୍ତ୍ତରେ ମୋ ଛାତିକୁ ପଇସା ବାଜା ଲାଗିବ ଯୋଉ ଗୋଟେ ଭୁଲ ପାଇଁ ତାର ସୂର୍ଯ୍ୟ ସାନ୍ତଳ କରିବା ପାଇଁ ଏକ ମୁଁ କଲ୍ କରୁଛି ଲାଲା ଲାଲା তুমি কଣ চুপচাপ ଜଣା ପଡୁଛୁ କଣ କିଛି ବଦଳି ଯାଇଛି ନା କଣ ରେସ୍ରେ ଦୌଡୁଥିବା ଘୋଡ଼ାଟା ଯେତେବେଳେ ବୁଢ଼ା ହେଇଯାଏ ସେ ହାରିବା ଆରମ୍ଭ କରେ ଠିକ୍ ସେମିତି ଦୁଆର ମୁହଁରେ ବନ୍ଧା ହେଇଥିବା ପୋଷା କୁକୁରଟା ଯେତେବେଳେ ବୁଢ଼ା ହେଇଯାଏ ଚୋରକୁ ଦେଖିଲେ କାମୁଡ଼ିବା ପରିବର୍ତ୍ତେ ମୁହଁ ଜାକି ଶୋଇ ପଡ଼େ ଆଉ ଗୋଟେ କଥା ଭୁଲି ନା ରେସ୍ରେ ଦୌଡ଼ି ପାରୁନଥିବା ଘୋଡ଼ା ଆଉ ଭୋଗି ପାରୁନଥିବା କୁକୁରକୁ ମାଲିକ କେବେ ହେଲେ ବି ସ୍ନେହ କରେନି ବରଂ ତାକୁ ଗୁଳି କରିଦିଏ ଗୁଳି ଆଉ ନୂଆ ଘୋଡ଼ା ନୂଆ କୁକୁର ଆଣି ପାଳେ ଲାଲା ମତେ ଲାଗୁଛୁ ତୁ ସମ୍ପୂର୍ଣ୍ଣ ବଦଳି ଯାଇଛୁ ମଣିମା ମଣିଷ ମାରିଲେ ଛାତିକି ମାରେ ନହେଲେ ପିଠିକି ମାରେ ଦରଜ ହୁଏ କିଛି ସମୟ ଆଉଁସି ଦେଲେ ଦରଜ କମିଯାଏ ହେଲେ ସେଇ ଉପରବାଲା ଯେତେବେଳେ ମାରେ ସେଇଟା କାହାକୁ ଦେଖାଯାଏ ସେମିତି ସେଇ ଉପରବାଲାଟା ମୋ କଲିଜାକୁ ଗୋଟାଏ ବିଧା ମାରିଛି ଯୋଉଟା ମୁଁ କହିପାରୁଛି ନା ସହିପାରୁଛି ମୋର ତ ଇଚ୍ଛା ହଉଛି ଆତ୍ମହତ୍ୟା କରିଦେବା ପାଇଁ ତୁ କାହିଁ ଏକୁଟିଆ ଆତ୍ମହତ୍ୟା କରିବୁ ରେ ଯଦି ଆତ୍ମହତ୍ୟା କରିବା ତାହେଲେ ଆମେ ସାଙ୍ଗ ହୋଇକି ଆତ୍ମହତ୍ୟା ପୁଣି ଗୋଟେ ନୂଆ ଚକ୍ରବ୍ୟୁହ ଆରମ୍ଭ ହେଇଗଲା ଭିତରେ ଅଭିମନ୍ୟୁଟା ସେ ଚକ୍ରବ୍ୟୁହ ଭିତରେ ବଳି ପଡ଼ିଛି ମଣିମା ଏମିତି କଥା ଆପଣଙ୍କ ମୁହଁରେ ଶୋଭା ପାଉନି ରୁଦ୍ରାକ୍ଷ ରାୟ ବାହାଦୁର ଅପମାନ ସହିପାରେନା ବରଂ ମୃତ୍ୟୁକୁ ଆପଣେଇ ଦେବ ହେଲେ ଅପମାନକୁ ନୁହେଁ ଶୁଣନ୍ତୁ ମଣିମା ଆପଣଙ୍କୁ କିଏ ଅପମାନିତ କରେ କଥା ରହୁଛି ପାଖରେ ଭୁଜାଲି ଅଛି ମୁଣ୍ଡରୁ ଗଡ଼ିଟାକୁ ଅଲଗା କରିବାକୁ ମାତ୍ର ଗୋଟାଏ ଚୋଟ ଲାଲା ଯଦି ତୁ ହାରିଯାଉ ତାହେଲେ ତ ମଣିମାର ଶବଟାକୁ କାନ୍ଧେଇ ମଶାଣିକୁ ନେଇଯିବୁ ମଣିମା ଆପଣଙ୍କ ଲୁଣ ଖାଇଛି ବେଇମାନି କରିନି ମୁଣ୍ଡ କାଟିବାର ବି ପ୍ରତିଶ୍ରୁତି ଦଉଛି ଆଉ ଗୋଟେ କଥା ବି ଭୁଲି ଯାଆନି ନା ଭୁଜାଲି ଦୋକାନରେ ଅନେକ ଧାରୁଆ ଭୁଜାଲି ମିଳେ ଆଉ ଲୁହାକୁ ବାଡ଼ାଉଥିବା ହାତର ବି ଅନେକ ଶକ୍ତି ଅଛି କିନ୍ତୁ ସବୁ ହାତ ମଣିଷ ମାରି ପାରେନି ଏ ଲାଲାଟା ଜୀବନ କାଳରେ ଯେତିକି ମଣିଷ ମାରିଛି ଏ ଜାକିର ମିଆଁଟା ତା ଜୀବନ କାଳରେ ସେତିକି ଛେଳି କାଟିନଥିଲା କୁହନ୍ତୁ ମଣିମା କାହା ମୁଣ୍ଡ କାଟିବାକୁ ହବ ମୋ ସାନ ଭାଇ ନବବିବାହିତା ପତ୍ନୀର ତାର ମରା ଶବଟା ମୋର ଦରକାର ତାର ରକ୍ତାକ୍ତ ଶରୀରଟା ନେଇ ଯଦି ତୁ ମୋ ପାଖକୁ ଯିବୁ ତାହେଲେ ତ ମଣିମାକୁ ତୁ ଦେଖିବୁ ନହେଲେ ତ ମଣିମାର ଶବଟାକୁ କାନ୍ଧେଇକି ମଶାଣିକୁ ନେଇଯିବୁ ହଁ ମଣିମାର ଶବଟାକୁ
ଦେଇକି ମଶାଣି ତୁମେ ଶୁଣି ଯାଆନ୍ତୁ ମଣିମା କୁଆଡ଼େ ଯାଉଛି ନା ପ୍ରଥମ ସୋପାନ ଆରମ୍ଭ କରିବାକୁ ମାନେ ମଣିମା କଣ କହିଗଲେ ଜାଣିପାରିଲେନି ଭିତରେ ଭୋଜି ଚାଲିଛି ହଜାର ହଜାର ଲୋକ ଖାଉଛନ୍ତି କ'ଣ ଡର ଲାଗୁଛି ମତେ ଡର ଲାଗୁନି କାଳେ ମଣିମାଙ୍କର ମାନ ସମ୍ମାନ ଚାଲିଯିବ ସେଇଥିପାଇଁ ଡର ଲାଗୁଛି ଗାଡ଼ିରେ ବମ୍ ଅଛି ଭିତରେ ଭୋଜି ଚାଲୁଛି ଦିଟା ବମ୍ ଫୋପାଡ଼ି ଦେଲେ ଲୋକମାନେ ସବୁ ଛତ୍ର ଭଙ୍ଗ ଦେଇ ଚାଲିଯିବେ ମୁଁ ଏଠୁ କୁଆଡ଼େ ବି ଯିବିନି ଆଉ ମୁଁ ବି ଦେଖିବି ଏଠି କିଏ ଜିତୁଛି ନା ଅନ୍ୟାୟ ଧର୍ମ ନା ଅଧର୍ମ ଆଉ ତୁ ବି ଗୋଟେ କଥା ମନେ ରଖିଲା ନା ତୁ ହଉଛୁ ତ ମଣିମାଙ୍କର ପୋଷାକ ହେଲେ ମୋ ପାଖରେ ଯିଏ ଅଛି ଅର୍ଜୁନ ବୀର ତୁ ହାରିବା ପାଇଁ ପ୍ରସ୍ତୁତ ହେଇଯା ନା ଅର୍ଜୁନ ଆସନ୍ତି ଅର୍ଜୁନ ହ୍ୟାଲୋ ଗାଡ଼ି ଭିତରେ ବମ୍ ଅଛି ଦୁଇଟା କି ଚାରିଟା ଫୋପାଡ଼ି ଦିଅ ଯୋଉଠି ଭୋଜି ଚାଲିଛି ଶୁଣ ଯେମିତି କାହାର କିଛି ହବନି ରାଣୀମା କଣ କହିଗଲେ ମୁଁ ହାରିଛି ଏ ଲାଲା ତା ଜୀବନରେ କେବେ ହାରିବା ଶିଖିନି ଅପେକ୍ଷା କର ରାଣୀମା ଏ ଲାଲା ଖୁବ୍ ଶୀଘ୍ର ତମ ପାଖକୁ କଟା ମୁଣ୍ଡ ନେଇଯିବ नो एक्जिस्ट ଯେତେବେଳେ ଧର୍ମର ବିନାଶ ଅଗ୍ରଗତି ହୁଏ ସେତେବେଳେ ଧରା ପୃଷ୍ଠକୁ ଜନ୍ମ ନିଏ ଅର୍ଜୁନ କହିଲୁ ତୁ ଅର୍ଜୁନ ଅର୍ଜୁନ ହୁଏ ଯଦି ତାହେଲେ ମୁହଁରେ କଳା କପଡ଼ା ବାନ୍ଧୁ ଅର୍ଜୁନ ହବାକୁ ହେଲେ ହାତରେ ତାକତ ଥିବା ଦରକାର ଦେହରେ ବଳ ଥିବା ଦରକାର ପରୀକ୍ଷା କରିବାକୁ ଚାହୁଁଛ ଶୁଣ ଏ ଜଙ୍ଗଲରେ ବହୁତ ପଶୁ ଅଛନ୍ତି ହେଲେ ସିଂହ ତାଙ୍କ ଭିତରେ ରଜା ଏ ସହରରେ ବହୁତ ଗୁଣ୍ଡା ଅଛନ୍ତି ସବୁ ଗୁଣ୍ଡାଙ୍କ ରକ୍ତ ମାଂସରେ ଲାଲା ଦାସର ଛବିଟା ତିଆରି ପୁରା କାଟା ଷ୍ଟିଲ୍ ଆରେ ତୋ ଦେହରେ 208 ଖଣ୍ଡ ହାଡ଼ ଅଛି ନା ଏମିତି ଧୁଲାଇ କରିବି 2080 ଖଣ୍ଡ ହବ ଦେଖିବ ଚୁପ୍ କଣ କହିଲ ଏ ଘର ଭିତରେ ମୋର ଆପଣାର ଲୋକ ଅଛନ୍ତି ତୁ ଯଦି ତାଙ୍କୁ ଆଖି ଉଠାଇକି ଦେଖୁ ତାହେଲେ ତୋ ଆଖିଟାକୁ
ଶେଷ ହଉଥିଲା ତୁମକୁ ଦେଖିକି ସେ ଶେଷଟା ବି ଜାଣି तुम जानছো ये হচ্ছে ମୋ ସ୍ତ୍ରୀ ରାସ୍ତା ତମେ ଏମିତି ଭାଗ୍ୟବାନ ଯେ ଏମିତି ସ୍ତ୍ରୀଟେ ପାଇଛ ତମେ କୋଉ ଜନ୍ମରେ କୋଉ ପୁଣ୍ୟ କରିଥିଲ ତମେ ଆଙ୍କ ହାତ ଧରି ତମ ଘରର କୁଳବଧୂ ତମ ସ୍ତ୍ରୀ ନା ଦେଖିବାକୁ ବହୁତ ସୁନ୍ଦର ହାପି ମ୍ୟାରେଡ୍ ଲାଇଫ୍ केवल नहीं मुंड बुलाऊे बांधी आसूचे ताने तुमको निश्चय खटा खाई इच्छा हो कि तुम खटा खाई इच्छा हो हाँ मुझे जापारे ताने राखी आम सपन सत भारी खुशी बहुत खुशी ताने तुम्हें ना हम ना बापाटा किए माने बड़ा आश्चर्य अरे देह भल नहीं मुंड बुलाऊे बांधी आसूची ताले बापाटा किए माने बड़ा आश्चर्य कथा अरे तुम गर्भर सन्तान बनूची तुम्हें कहबन से तार बापा किए तुम कौन जानी ना छुआटा केमिति हला हाँ ना जानी पारे स्वामी स्त्री मिलन भितर संतान सृष्टि हुए ताहले से पुरुषटा किए तुम कौन जानी ना तो पूरा भूली जाए राखी राखी अरे मु पूरा तुम स्वामी तुम तुम स्त्री तुम जानी पारे को राखी तुम्हें माँ हम मत जमी लगुचे राखी तुमको केमी लगुचे माने कौन कहे चाहते तुम मानेटा हूँ से छुआर गर्भर पिलाटा बापा किए तुम कौन जानी ना पुणी पसंद मते गोटे राति पर पुरुष सब शोच ताने मो स्त्री का कौन पर पुरुष सब शोब हम पंचायत सजाई नाचबी थई 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 भल भल कहूँ टैबलेटा खाइदे तुम किसी हेनी तुम किसी हेनी तुम देह खराब अच्छी भल हो जहाँ हम तुम से हम सब जिद कर खाइद तुम देह भल नहीं पड़ा आस अरे खाइद कहीं जिद कर तुम भल झील तापर ए घर बहु तुम तुम देह भल ना जिद कर कहीं हाँ ताने कौन से छुआ को तुम जन्म दब है राखी डार्लिंग है से छुआ को तुम जन्म दब तार 21 हम
तापर जर्दागार समस्ते जानवे अक्षय महापात्र पुओ देखी झील कहीं है से पिला बड़ हम अंगमान पाठ पढ़ छतुआ खाइब अंडा खाइब आसी जो स्कूल फेर डाक बापा बापा मुझे सारी भावी ये सारी डाकुची क्या बापा भल भल कुछ मेडिसिन का खाई नहीं नहीं तुम्हें मो कथा टिके बुझिବାକୁ चेष्टा करो ମୁଁ ଭୁଲ କରିଛି ମାନୁଛି ମୁଁ ଭୁଲ କରିଛି ସବୁ ପରେ ବି ମୁଁ ଗୋଟେ ନାରୀ ତାପରେ ମୁଁ ଗୋଟେ ମା ହେ ମୋ ଝିଅଟାକୁ ମୁଁ ନଷ୍ଟ କରିଦେବି କେମିତି ଆରେ ଭୁଲ ତ ମୁଁ କରିଛି ଫେରେ ଯିଏ ଦୁନିଆର ଆଲୁଅ ଦେଖିନି ତାକୁ କାହିଁକି ମୁଁ ଶାସ୍ତି ଦେବି କାହିଁକି ଶାସ୍ତି ଦେବି ତାକୁ ठीक है राखी डार्लिंग तो ठीक है अरे बाबा जो छोटा जन्म है दुनिया अंधार भीतर से अच्छी बाहर को आसेनी से कहीं शास्ति पाई ना 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 गोटे कम करो से शास्ति तमें पाइब मेडिसिन खाओ जो नहीं सोचना था वो सोच जो नहीं करना था वो कर लिया जिसको नहीं मानना था उसको मान लिया महापात्र सबन लगा लक्ष्य लगा अवतार अक्षर पहुंचता हेले से सही काम करी पारे आगु कहीं केबे करंती अता मुंड भीतर चिंता अंकन चले से मनुष्य मनुष्य पालटी जाओ और ताकू के कंतर करे सिला पसिया रक्त पूरा 100 किलोमीटर दौड़वा को आरंभ करे और तापर से पालटी जाए मनुष्य चंडाल महापात्र चंडाल नहीं चंडाल वो मरीला हराम कर मारी अभी तो हम तक भूप बहुत मारी हम जानी पारे मो शाशुमार ठीक टाइम एंट्री पाई माय लाइक डाई लाइक ये शाशुमार पर पहुंच गई आ ससुर जी पछ पछ पहुंचते बा ससुर जी पहुंचते अरे काहे के बात है तुम्हारे तो सही कथा मत न पचरी तुम झील को पचार स्वामी शासन पाई तुम झील माँ है जदि मु मिछ कहूँ ताले मो शाशुमा ठीक सत कथा नहीं कह दियो सत कथा तुम कह दियो नचे तुम झील मोर मु शुणा चाहे राखी जय कौन पचार अरे एक कथा कौन सत अरे तो स्वामी था अलग पुरुष का संपर्क करके तो मां बाप जाऊ हां ए तो के कौन काहे ओ सत्ता कहलु तू अरे तो स्वामी थाऊ इतना बड़ा भूल के पारे मानो केमिति अरे तू मारू जो काहे के मारुची मते न पचरे तब छिया को पचार तब छिया कोन करी छी जानि तो ता स्वामी थाऊ परा पुरुष सहित संपर्क रखी से आज माँ को जाऊ माँ तुम्हें को बापा मुझे मानो को क्या उत्तर देबी मुझे मानो तू सब सत कथा कहि दे रे मां बापा तुम्हें को कहूचो परबिनी बापा मु परबिनी मु देखो छरा हमारे मते घर जाई केते मारू जल्दी मु सॉरी मारनी बापा मते भारी कष्ट होती तू सत कथाटा कहि दउनु काहे की एमिति कोन मारो खाउछु भलो होउछि तू सब सत कथा कहि दे रे मां बापा तो बोलिस
ଯିବି ଶେଷ କରିଦେବି ହ୍ୟାଲୋ ସତ କଥା କହ ମୁଁ ହରାମ ଯଦି ମୁଁ ତୋତେ ଜୀବନ ମାରିଦେବି କଥାଟା କଣ ତୁ କହ ସେଦିନ ତୁ ରୁଦ୍ରାକ୍ଷ ରାୟ ବାହାଦୁର ପାଖକୁ ପଠେଇଥିଲା କିଏ ପକେଇଥିଲା କାଳେ ସିଏ ବଦମାସି କରିବ ବାହାରକୁ ପଳେଇ ଆସିବ ସେଥିପାଇଁ ବାହାରେ ଜଗେଇଥିଲା ଆମ ଦାୟିତ୍ୱ କିଏ ଜଗେଇଥିଲା କିଏ ଜଗେଇଥିଲା ଆବେ ତୁ ତାପରେ ମୋତେ ଏତେ ମାଡ଼ ମାରି କ୍ୱେଶ୍ଚନ୍ ପଚାରିଲା ମୁଁ କେମିତି ଆନ୍ସର ଦେବି ହଁ ମୁଁ ଜାଣିପାରିଲି ଶାଶୁମା ମୁଁ ନିଜେ ହେଲେ ରୁଦ୍ରଗଡ଼ା ବାହାଦୁର ପାଖରେ ବାଡ଼େଇ ତାକୁ ହାଲିଆ କରି ଶୁଆଇ ପକେଇଥିଲା କିଏ ଆବେ ତୁ କେତେ ରୁଦ୍ରଗଡ଼ା ବାହାଦୁର ବଳାତ୍କାର କରୁଥିଲା କମଳ ହରିମାଳ କରି ଦେଖୁଥିଲା କିଏ ଆବେ ତୁ ମତେ ବିଶ୍ୱାସ କର ଦେବତୀ ମୁଁ ଜାଣିନଥିଲି ରାଜା ମୋ ପୁଅ ବୋଲି ଆଉ ଏଇ ରାକ୍ଷୀ ମୋ ଝିଅ ବୋଲି ମୁଁ ଯାହା କରିଛି ମୋ ଇଚ୍ଛାରେ କରିନି କେମିତି ଲାଗୁଛି ଶାଶୁରଜୀ କେମିତି ଲାଗୁଛି ନିଜ ଝିଅର ବଳାତ୍କାର ନିଜ ଆଖିରେ ଦେଖିଲ ଝିଅକୁ ବେଶ୍ୟା ସଜେଇ ଦେଲ କେମିତି ଲାଗୁଛି ଶାଶୁରଜୀ ନାଇଁ କେମିତି ଲାଗୁଛି ସେଦିନ ମୁଁ କାନ୍ଦିଛି ମୋ ପରିବାର କାନ୍ଦିଛି ଆଜି ତମେମାନେ ସମସ୍ତେ କାନ୍ଦିବ କାହିଁକି ନା ସେଦିନ ଅଜ୍ଞାତ ମହାପାତ୍ରର ବାପ ମା ଯେମିତି କାନ୍ଦୁଥିଲେ ଆଜି ତମେମାନେ ସେମିତି କାନ୍ଦିବ ଯେମିତି ତା ଭୂମି ରାକ୍ଷୀ ଦାସ ରାହା ଧରି କାନ୍ଦୁଥିଲା ଆଉ ଅଜ୍ଞାତ ମହାପାତ୍ର ଛାତି ଫଟେଇ ଚିତ୍କାର କରି କାନ୍ଦୁଥିଲା ଆମ କପାଳ ତ ଫାଟି ଯାଇଛି ଆମେ ତ ସାରା ଜୀବନ କାନ୍ଦୁଛୁ ହେଲେ ତମେ କାହିଁକି କାନ୍ଦୁଛ ଦେଖୁନାହାନ୍ତି ଆପଣମାନେ ଯେମିତି ମୁଣ୍ଡ ତଳୁ କରି କାନ୍ଦୁଛନ୍ତି ମୁଁ ସେମିତି ଆଖି ଲୁଚେଇ କାନ୍ଦୁଥାଏ ଆଖିରୁ ଲୁହ ବାହାରିବାଟା ଯେତିକି କଷ୍ଟ ଆଖି ଭିତରକୁ ଲୁହାଇ ଫେରାଇବାଟା ତାହାଠୁ ଆହୁରି କଷ୍ଟ ଏଇ ଲାଳରାଜ ପାଇଁ ମୋ ପରିବାରଟା ମାଟିରେ ମିଶିଗଲା ବର୍ବାଦ ହେଇଗଲା ମୋ ପରିବାର ସେଦିନ ଥାଏ କୁମାର ପୂର୍ଣ୍ଣିମା ଗାଁର ସବୁ ଝିଅମାନେ କୁମାରୀ ଓଷା କରିଥାନ୍ତି ମୋ ଭଉଣୀଟା ଓଷା କରିଥିଲା ଚଉରା ପାଖକୁ ପୂଜା କରିବାକୁ ଗଲା ବେଳେ ମତେ କହିଲା ଭାଇ ତୁ ଶୋଇନଥିବୁ ମୁଁ ତୋ ପାଇଁ ଚାନ୍ଦ ଚକଟା ଭୋଗ ଆଣି ତୁ ଖାଇବୁ ତାପରେ ଯୋଉ କଥା କହିଦେଇ ଗଲା ସିନା ମୋ ଆଖିରେ ଟିକେ ନିଦ ଆସିଲା ମୁଁ ଶୋଇପଡ଼ିଗଲି ହେଲେ ମୋ ମା ଆସି କହିଲା ଏପର୍ଯ୍ୟନ୍ତ ଖୁସିଟା ଆମର ଘରକୁ ଫେରିବ ମୁଁ ଏ ଗାଁ ସାରା ବହୁତ ଜୋରରେ ଦୌଡ଼ିଲି ରାସ୍ତା ସାରା ସୁନସାନ ସମସ୍ତର କବାଟ ବନ୍ଦ ଅଛି ସମସ୍ତର ପାଟି କବାଟ ମୁଁ ବାଡ଼େଇଲି ବହୁତ ଜୋରରେ ଡାକିଲି ଖୁସିକି ଦେଖିଛ ହେଲେ ସମସ୍ତେ ମନା କଲେ ତାପରେ ମା ବାପା ଆମେ ସମସ୍ତେ ଖୋଜିଲୁ ଶେଷରେ ନଈ କୂଳ ଆଡ଼େ ଗଲୁ ମୋ ବାପା ଡାକୁଥାଏ ହ୍ୟାଲୋ ଖୁସି ହ୍ୟାଲୋ ମା ଖୁସି ମୋ ମା ବି ଡାକୁଥାଏ ହ୍ୟାଲୋ ଖୁସି ମା ଖୁସି ମୁଁ ବି ଡାକୁଥାଏ ହ୍ୟାଲୋ ଖୁସି ତ ଅଜ୍ଞାତ ପାଇଁ ଡାକୁଛି ନା ଖୁସି ତୁ କୋଉଠି ଡାକୁଛି ତୋ ଭାଇ ପରା ଡାକୁଛି ଖୁସି
ମୋ ଖୁସି ମିଳିଗଲା ମୋ ଖୁସି ହେଲେ ତା ମଲା ଶରୀର ମିଳିଲା ରାୟ ବାହାଦୁର ପାଚେରୀ କଡ଼ରୁ ତା ସବୁ ଖବର ଶୁଣି ମୁଁ ମୋ ବାପା ମା ଏ ଗାଁର ସମସ୍ତ ଲୋକ ଆମେ ମୋ ଖୁସିଟା ପାଚେରୀ କଡ଼ରେ ପଡ଼ିଥାଏ ତା ଦେହରେ ବସ୍ତ୍ର ନଥାଏ ମୋ ବାପା ଗାବୁଟା ଟାଣି ଆଣି ମୁଁ ଖୁସି ଦେହରେ ଗୋଳେଇ ଦେବି ତା ବେକଟା କଥା ହେଇଥାଏ ତା ବେରେ ରକ୍ତ ମୁଁ ଡାକିଲେ ଖୁସି ବାପା ଆସିଛନ୍ତି ବୋଉ ଆସିଛି ଗାଁ ସମସ୍ତେ ଆସିଛନ୍ତି ବହୁତ ଖୁସି ତୋର କିଛି ହବନି ମୁଁ ତୋତେ ମେଡିକାଲ ନେଇଥିଲି ତୁ ଉଠିଲ ଖୁସି ହ୍ୟାଲୋ ହେଲେ ତା ହାତ ଟେକି ଦେଖିଲା ବେଳକୁ ତା ହାତରେ ଗୋଟେ ପଲିଥିନରେ ଚାନ୍ଦ ଚକଟା ଭୋଗ ଥାଏ ତାପରେ ତା ଶବ ସଂସ୍କାର ହେଲା पुलिस वाला कहला से आत्महत्या करिछि हेले गाँव लोक मैंने कहले कुमार पूर्णिमा दिन यही नाला दास संध्या बेले गाँव को आसी हाँ मु गाँव को जाइली एक कथा सत किंतु तोरी पाई मो भौणीटा मरीगला मो भौणी मरबार घंटा 2 घंटा भितर मो बापर हार्ट अटैक जीवन चलीगला मो माँ लोक लज्जा सही न पारि बेकरे दौड़ी गई आत्महत्या कला महापात्र समस्ते मरीगले मुद्रा बेसहारा गली बचिया मद गंजाई ब्राउन सुगर सब खाइले वो शपथ करी दास झील को बेस्या सजाई देवी और दास निज झील बलात्कार निज आखिरे देख आउती कांदुची सेमती कांदीब कान दास अबे कान मत विश्वास कर देवती मुझे जहाँ करी मोर इच्छा कर এটা বললো চাকরি করছো রাজাঘরে চাকরি করছো তার তুই যা করছু করছে রুদ্রাক্ষ রায় বাহাদুর কথা হ্যাঁ মু যা করেছি সেই রুদ্রাক্ষ রায় বাহাদুর কথা পরিস্থিতি মতো এমনি সজাই দেলা না কিଏ মতো বুঝিপারিব না মু কাহাକୁ ବୁଝେଇ ପାରିବି ତମେ ଯାହା କହିବ ମୁଁ ମାନିବି ହେଲେ ତମେ ମୋ ଝିଅଟାକୁ ମାରଧର କର अब हंस कौन से अब हंसो लो Atau buruk di lukas, atau buruk di lukas, lahas. Akan. Kau saya kori, ut kau le uthibu, और बस कहिला बसिबो आइकेना तो जीवन को बर्बाद कर देछु तो अरे समस्त हाथ टेकी कांदिबो किए कांदिना हाथ टेका किए कांदिना
तो प्रेमिका राधा को এই লালা দাস বরবাদ করতে হচ্ছে অত ভূমিকে বলৎকার করেছি সে মহিমা পাথরে বিচারটা ও পাথরে লালা দাস তুম পরিবার সহিত বহুত খেলা খেলিলু আজি দেখ এ রাজা হাতর তাকত কেতে তুম ভৌণীর ইজ্জত কু নিলাম করে দিল না তুম পরিবার কু ছরকার করে দিল না আজি ভগবান বি মো হাতরু তোতে আজি রক্ষা করি পারিবানি তো কটুরির ধারে যেতিকি তাকত নথিলা এ রাজা দাস হাতরে আজি সেতিকি তাকত ଅଛି পরীক্ষা করিବାକୁ চাହୁଛୁ না এ রাজা দাস ମୋର କି ଲଗାଇ ଯିବେ ମୋର କିର ଏଇ ଦେ भूल करना भाई तू भूल करना तू जाने नु ये होचंती हमर बापा এই শয়তানটা কেবে বি ମୋ ବାପା ହେଇ ନପାରେ नहीं भाई नहीं तब कटा होची ये हमर बापा तू जाने तू सब सब के किसी भय भावे जाने नु सब मो जानि छी तू जानि छु ये जाबे भूल करछन निज इच्छा रे किसी करि नाहंती सब सब से पड़ीबा कथारे पड़ी और काहे की करछन जानि छु से मणिमा हम मार अश्लील फोटो वीडियो रखिती से सब फोटो वीडियो वायरल कर दबा कहि बाबा बापा को ब्लैकमेलिंग करिछि सेहि पई बाध्य होई से सब ए काम करिछथि जानि सुनि करि नाहंती तकर किछि भी दोष नाही तकर और सेदिन अक्षर भौणी को ये उठे नथिले से साइकिल मौसा उठे के आनी काली तारे बापा को ना हैला मु सब सत जानिछि तू ताको भूल बुझला भाई तू ताको भूल बुझला जा बापा को पाखु धरे जा তোর যেতে ইচ্ছা তু মতে সেতে শাস্তি দে যাহাতে বালুচু মতে সেতে মা মোর টিকিয়ে দুঃখ নাই রে পুଅ মোর টিকিয়ে বি দুঃখ নাই ए भाई अब घोड़ा चिंता करूछु बापा पुरा कहिले तू शास्ति सबु दे तो मोर शास्ति ना मोर तो शास्ति दे এ ধর্মনন্দরে এ রাজা জি শাস্তি দেব তা বাবা লালা দাস কু আজি এ রাজা শাস্তি দেব আর সে শাস্তিটা হଉଛି বাপা মতে পুଅ ଭଳି ଧରେ କୋଳେଇ ଦିଅ হ্যালো কি কହୁଛନ୍ତି କଣ କହିଲେ ସେ ମଣିମା ମୁଁ ରାଧାକୁ ଉଠେଇ ନେଇ ଯାଉଛି ନାଇଁ ମୁଁ ଯାଉଛି ରାଧା तू उछली काहे की राजा बाबू अरे तूने मरिबा को दे मु मरि गली तू शांति रे रहिबो मु जे पता तो होती तू कष्ट होतबो କାହିଁ ତୁ ମରିବାକୁ ଚାହୁଁଛୁ ଏତେ ସୁନ୍ଦର ବର ପାଇଛୁ ଏତେ ବଡ଼ ଘରେ ବାହା ହେଇଛୁ ତାପରେ ବି ତୁ ମରିବାକୁ ଯାଉଛୁ से सब कहि तो ताऊ किछि भी लाभ नाही सुनो मोर कहिबी एति माई दाई होउछ तू
ବୁଝିବ ଏ ରାଧା ତୁ ବୁଝିଲୁ କ'ଣ ପାଇଁ ତୁ ଯେତେବେଳେ ମୋ ଘରେ ଥିଲୁ ସେତେବେଳେ ତ ତୁ ଚୁପ୍ ହେଇଥିଲୁ ବସିଲେ ରାଜା ବାବୁ ଖାଇଲେ ରାଜା ବାବୁ ଉଠିଲେ ରାଜା ବାବୁ ହେଇ ତୁ ପଗେଇ ହେଇ ଯାଇଥିଲୁ ତୋ ଅଭିନୟ କର ନା ରାଧା ସେ ଅଭିନୟ ବନ୍ଦ କରିଦେ ଆଉ ତୋ ସାମ୍ନାରେ ଯେ ଛିଡ଼ା ହେଇଛି ସେ ଦର୍ଶକଟି ତୋ ଚରିତ୍ର ବିଷୟରେ ସବୁ ଜାଣି ସାରିଛି ମୁଁ ସବୁ ସତ କଥା ତାକୁ କହିସାରିଛି କିନ୍ତୁ ରାଣୀ ମା ଆପଣ ତ ସବୁ କଥା ଜାଣିଛନ୍ତି ମୁଁ ହଉଛି ପବିତ୍ର ବାବୁଙ୍କର ସ୍ତ୍ରୀ ମିଛ କହୁଛୁ ପବିତ୍ର ତୋତେ ମିଛରେ ବାହା ହେବାକୁ ଚାହୁଁ ସେଇଟା ମିଛ ତୁ ଏବେ ବି ରାଜାକୁ ଭଲ ପାଉଛୁ ଦେଖ ତୁ ସେସବୁ କଥା ଚାଲ ମୋ ସାଥିରେ ରାଜା ଆସ ମୋ ସାଥିରେ ସେ ଆଗରୁ ଯାହା କହୁଥିଲି ସବୁ ମିଛ କଥା କହୁଥିଲି ଆଉ ଏବେଠାରୁ ସବୁ ସତ କଥା କହୁଥିଲି ଆଜ୍ଞା ସେଦିନ 2-3 ମାସ ତଳ କଥା ଅମାବାସ୍ୟା ପର ରାତି ମନେ ପଡ଼ିଲା ହଁ ମନେ ପଡ଼ିଲା ସେଦିନ ଅନୁଭବଟା କଥା କ'ଣ ଭୁଲି ହବ ଅନୁଭବ ନା ବର୍ଷା ଆଉ ସେଦିନ ଗୋଟେ ବିଛଣାରେ ଆପଣଙ୍କ ସାଥିରେ ରାଧା ଥିଲା ନା ଗୋରାଟି ଗୋଟେ ଥିଲା କେହି ନଥିଲେ ଆଉ ଥିଲେ ମୀରା ମ୍ୟାଡମ ମାନେ ଆପଣଙ୍କ ମିସେସ୍ ହଁ କହୁଛୁ ତୁ ଆଜ୍ଞା ଆଉ ଗୋଟେ କଥା ଶୁଣିଲେ ଆପଣଙ୍କ ମୁଣ୍ଡ ପୁରା ଖରାପ ହେଇଯିବ ଆପଣଙ୍କ ସାନ ଭାଇ ସିଏ ବର୍ତ୍ତମାନ ରାଧାକୁ ବାହା ଯାଇଛି ଆଉ ସମିତି ରହୁନାହିଁ ନା କ'ଣ କରୁଛୁ ସିଏ ହଉଛି ରଙ୍ଗ ବଟିରେ ଉଦ୍ଧାର କରିବା ପାଇଁ ତାକୁ କେବଳ ସେ ବାହା ହେଇଛି ଏ ଶଳା ସବୁ ଦୋଷ ହଉଛି ମୀରାର ସବୁ ଦୋଷ ଏଇ ମୀରାର ଓଏ ଲାଲା ତାକୁ କାହିଁ ରଖୁଛନ୍ତି ତାକୁ ସେ କ'ଣ କରିବ ନା ହଁ ତୁ ଦେଖ ଏ ଲାଲା ମଣିମାକୁ ଅପମାନ ହେଇଛି କିଏ ଅପମାନ ଦେଇଛି କୁହନ୍ତୁ ସେଟା ଚାଣ୍ଡାଳ ନୁହେଁ ଗୋଟେ ଚାଣ୍ଡାଳି ତ ରାଣୀ ମା କ'ଣ କହୁଛନ୍ତି ରାଣୀ ମା ମୁଣ୍ଡଟାକୁ କାଟିଦେବି ନାଇଁ ତୁ ଗୋଟେ କାମ କର ରାଣୀ ମା ମୁଣ୍ଡ କାଟ ନା ତୁ ରାଜା ଦାସର ମୁଣ୍ଡଟା କାଟି ଯାଇ ଆପଣ ବୋଧେ ଜାଣିନାହାନ୍ତି ରାଜା ଦାସଟା ମୋ ପୁଅ ଆଉ ଏଇ ଅକ୍ଷାଂଶଟା ମୋ ଜୋଇଁ ମୁଁ ଏବେ ତମର ରଖବାଲା ନୁହେଁ ମୁଁ ଏବେ ଏଇ 2 ଜଣଙ୍କର ରଖବାଲା ଭୂମିକମ୍ପ ହେଇ ତ ମୁଣ୍ଡ ଉପରେ ପଡ଼ି ତମେ ଜାଣିପାରୁଛୁ ନା ଶୁଣା ଯୋଉ ଗୁମ୍ଫାରେ ଭୁକୁଛ ଏ ଗୁମ୍ଫାର ଗୋଟେ ମହାବଳ ବାଘ ଅଛି ବୋଲି ତୁ ଜାଣିଲୁ ସେ ମହାବଳ ବାଘଟା ଆମର ଶିକାର ହେଇଛନ୍ତି ମହାବଳ ବାଘକୁ ଦେଖିବୁ ଏବେ କେମିତି ନାଙ୍ଗୁଳ କାଟି ଠିଆ ହେଇଛି ସିଂହର ପୁଅ ସିଂହ ଘୋଡ଼ାଟି ବିଲାଇ ତତେ ଆଜି ମୋଡ଼ି ମୁଡ଼ାକି ରାତରେ ପୁରେ ଏଇଭଳି ଅପମାନ କରି ମଣିମାଟାକୁ କେବେ ତୁ କିଛି କରିବୁ ନା ନାହିଁ ମୁଁ ତମରି ବୁଦ୍ଧିରେ ଯେତିକି ମୋ ଜୀବନ ସାରା ପାପ କରିଛି ଯେତିକି ଅନ୍ୟାୟ କରିଛି ଆହୁରି 7 ଜନ୍ମ ଗଲେ ବି ମୁଁ ସେ ପୁଣ୍ୟ କରିପାରିବି नहीं
मोबाइल मोबाइल है बोले ଫଟୋ ମତ ଦବ ତ चिल्ले चिल्ले दियो हाथ टेकी चिल्ले दियो गोड़ा